एलଭିଏମ୍ ରେ ଆମକୁ ତିନିଟା ଜିନିଷ ମନେ ରଖିବାକୁ ପଡିବ। ଗୋଟେ ହଉଛି ଫିଜିକାଲ ଭଲ୍ୟୁମ୍, ଏଇଟା ହଉଛି ଆପଣଙ୍କର ଫିଜିକାଲ ଭଲ୍ୟୁମ୍। ଫିଜିକାଲ ଭଲ୍ୟୁମ୍ରୁ ଆମକୁ ଲଜିକାଲ ଭଲ୍ୟୁମ୍ କରିବା। ପ୍ଲିଜ୍ ବୁଝନ୍ତୁ, ଯଦି କୋଉଠି ବି ଡାଉଟ୍ ରହୁଛି ମୋତେ ପଚାରନ୍ତୁ, କାହିଁକିନା ୱାନ୍ସ ଡାଉଟ୍ ରହିଯିବ ମାନେ ସେ ଡାଉଟ୍ଟା ସବୁବେଳେ ଦିନ ପାଇଁ ରହିଯିବ। ତ वॉल्यूम ଦେଖନ୍ତୁ ग्रुप हो परा उसने ହଁ वॉल्यूम ଭଲ୍ୟୁମ୍ ग्रुप हो। ଗ୍ରୁପ୍, ହଁ ଭଲ୍ୟୁମ୍ ଗ୍ରୁପ୍ ହବ। ଲଜିକାଲ ଗ୍ରୁପ୍ ହବ। ଏଇଟା ଧରନ୍ତୁ 10 GB 10 GB 10 GB, ଏଠି ହବ 30 GB, ଏଠି ଆପଣଙ୍କର ଧରନ୍ତୁ 10 ଦେଲେ, 5 ଦେଲେ, 10 ଦେଲେ, ତାହେଲେ ଟୋଟାଲ କେତେ ହେଲା? 25 ହେଲା। ଏଇଠି ଆପଣଙ୍କର ଆଉ କିଛିଟା ବଳିଯିବ। ଆପଣ ଯେହେତୁ 30 GB ସ୍ପେସ୍ ଅଛି, ଆପଣ କେତେ ୟୁଜ୍ କଲେ? 10, 5 ଆଉ 10, 25 ୟୁଜ୍ କଲେ। ଏଠି ଗୋଟେ 5 GB ସ୍ପେସ୍ ଆପଣଙ୍କ ବଳିକି ରହିଲା। ଆପଣ ଯେବେ ବି ଚାହିଁବେ ଆପଣ ଏକ୍ସପାଣ୍ଡ କରିପାରିବେ, ଆଇଦର ଆକୁ ହଉ ନହେଲେ ଆକୁ ହଉ। ଆପଣ ଯେକୌଣସି ଜାଗାକୁ ତା ଫ୍ୟୁଚରରେ ଏକ୍ସପାଣ୍ଡ କରିପାରିବେ, ସେଇଟା ବି ଏଥିରେ ପସିବଲ। ତ ଆପଣ ୱାନ୍ସ ଲଜିକାଲ ଆପଣଙ୍କ ଭଲ୍ୟୁମ୍ ଗ୍ରୁପ୍ କରିଦେଲା ପରେ ଭଲ୍ୟୁମ୍ ଗ୍ରୁପରେ ଯାହା ସ୍ପେସ୍ ବଳିବ ସେଇଟା ଆପଣ ଫ୍ୟୁଚରରେ ଏକ୍ସପାଣ୍ଡ କରିବା ପାଇଁ ୟୁଜ୍ କରିପାରିବେ। ନାଇଁ ଯଦି ଆପଣ କାହାକୁ ଗୋଟେ କୌଣସି ଭଲ୍ୟୁମ୍କୁ ରିଡ୍ୟୁସ୍ କରିବେ, वॉल्यूम ग्रुप पर लॉजिकल वॉल्यूम ना लॉजिकल ग्रुप हो बेटा। ସରି ହଁ ସେଟା ଲଜିକାଲ ଭଲ୍ୟୁମ୍ ହବ। ଲଜିକାଲ ଭଲ୍ୟୁମ୍ ହବ। ଧରନ୍ତୁ ଆପଣ ପରେ ରିଡ୍ୟୁସ୍ କରିବେ, ଏଇଠୁ କିଛି ରିଡ୍ୟୁସ୍ ଯଦି କରିଦେଲେ, ଏଠି ଯଦି ଆପଣ 5 GB ରିଡ୍ୟୁସ୍ କଲେ, ତାହେଲେ ଏଇଠି ଆପଣଙ୍କର 10 GB ହେଇଯିବ। ଓକେ, ଭଲ୍ୟୁମ୍ ଗ୍ରୁପ୍ ସେ ରିଟର୍ନ ଆସିବ 10 GB, ତାପରେ ଆପଣ 10 GB ଟାକୁ ପୁଣି କାହାକୁ ବି ଏକ୍ସପାଣ୍ଡ କରିପାରିବେ। ଏତିକି ଯାଏଁ ବୁଝିପାରିଲେ? हाँ सर। यस सर। ଠିକ ଅଛି, ତାହେଲେ ଆମେ ଲଜିକାଲ ଭଲ୍ୟୁମ୍ କନଫିଗର କରିକି ଦେଖିବା। ଆମେ ଲାଷ୍ଟ ଟାଇମ୍ ଯାହା କରିଥିଲେ, ଆମେ ଦିଟା ହାର୍ଡ ଡିସ୍କ ଆଡ୍ କରିଥିଲେ। ଆପଣ ଯଦି ସେ ମନେ ଥିବ, ଆମେ ଏଇ ସର୍ଭର ଦିଟା ହାର୍ଡ ଡିସ୍କ ଆଡ୍ କରିଥିଲେ। ଦେଖିବା ଆମେ କଣ କଣ କରିଥିଲେ। ଏମଡି ସାପେନ୍ ଏନ୍ କମାଣ୍ଡ ଆମେ ଦେଖିବା। ଏଇ ଦେଖନ୍ତୁ HDB1, HDB2, HDB3 ତିନିଟା ପାର୍ଟିସନ କରିଥିଲେ। କୋଉଠୁ କରିଥିଲେ? HDB ରୁ। ଓକେ, 5 GB ଗୋଟେ ଡିସ୍କ ନେଇଥିଲେ ଆମେ କରିଥିଲେ। ଆଉ HDA ବି ଗୋଟେ 5 GB ଗୋଟେ ଡିସ୍କ ନେଇଥିଲେ। ଆଉ ଏଇଟା ହଉଛି ଦେଖନ୍ତୁ NVMe 01 ଗୋଟେ ଡିସ୍କ ବି ଲାଗିଥିଲା 20 GB, ଯୋଉଥିରେ ଆପଣ OS ପଡିଛି। ଏଥିରେ ତିନିଟା ପାର୍ଟିସନ ହେଇଥିଲା। ଗୋଟେ ଦେଖନ୍ତୁ ସ୍ୱାପ୍ ଅଛି ଏଥିରେ। ଓକେ, ଆଉ ଗୋଟେ ଆପଣ 500 MB ର ରୁଟ୍ ପାର୍ଟିସନ ଅଛି ଏଇଟା। ଆଉ 15 GB ର ଟୋଟାଲ ହୋମ୍ ପାର୍ଟିସନ ୟୁଜ୍ ହେଇଛି। ସରି, ଟୋଟାଲ ସ୍ଲାସ୍ ୟୁଜ୍ ହେଇଛି। ରୁଟ୍ରେ ଟୋଟାଲ ସ୍ପେସ୍ 15 GB ର। ତ ଏଇଟା ହଉଛି ଆପଣଙ୍କ OS ପାଇଁକା ୟୁଜ୍ ହେଇଛି ହେଲା। ଆମେ ଯଦି କଣ ଏଲଭିଏମ୍ କନଫିଗରେସନ ହେଇଛି ନା ନାହିଁ ଦେଖିବାକୁ ଚାହିଁବା, ଆମେ ଦିଟା କମାଣ୍ଡ ୟୁଜ୍ କରିପାରିବା। ଗୋଟେ ହଉଛି df-TX। ମୁଁ ଯେମିତି କହିଥିଲି ଆପଣଙ୍କୁ, ସବୁବେଳେ ପାର୍ଟିସନ ଫର୍ମାଟଟା ଦେଖିବା ଦରକାର, ଆମର ନିହାତି ଜାଣିବା ଦରକାର, ଯୋଉଥିରେ କି ଆମେ ଜାଣିବା ଯେ ଯୋଉ ଏଲଭିଏମ୍ କନଫିଗରେସନ ଅଛି ସେଗୁଡ଼ା ସବୁ ଆପଣଙ୍କର ଏକ୍ସପାଣ୍ଡ ହେଇପାରିବ କି ରିଡ୍ୟୁସ୍ ହେଇପାରିବ। ତ ଗୋଟେ ୟୁଜର ଆମକୁ କ୍ୱେଶ୍ଚିନ୍ କରିବା ପୂର୍ବରୁ ଆମେ ପ୍ରଥମେ df-TH ତାର ଫର୍ମାଟ ଦେଖିବା, କୋଉ ଫର୍ମାଟ ଅଛି ଆଉ ସେଟା ଏଲଭିଏମ୍ ଅଛି ନା ନାହିଁ। ଏଇଠି ଦେଖନ୍ତୁ କୌଣସି ଡିସ୍କ ଏଠି ଏଲଭିଏମ୍ ରେ ନାହିଁ। ଆମେ ନର୍ମାଲ ପାର୍ଟିସନ କରିଛେ, କୌଣସି ଡିସ୍କ ଆମେ ଏଲଭିଏମ୍ ରେ କନଫିଗର କରିକି ନେଇନି। ଓକେ, ଆଉ ଗୋଟେ କମାଣ୍ଡ ହଉଛି lsblk। ଏ କମାଣ୍ଡଟା ପ୍ଲିଜ ମନେ ରଖି ଦିଅନ୍ତୁ। सर କାହିଁକିନା ଏଗୁଡ଼ା एलवीएम ସବୁ, और टूल जानिए केमती कोटा एलवीएम पार्टीशन होची। ହଁ ମୁଁ ଆପଣଙ୍କୁ କହୁଛି। ବର୍ତ୍ତମାନ ଦେଖନ୍ତୁ ଏଥିରେ କୌଣସି ଡିସ୍କ ଏଲଭିଏମ୍ ରେ ନାହିଁ ହେଲା। ଯଦି ଏଲଭିଏମ୍ ଥାନ୍ତା ଏଇଠି ଆପଣଙ୍କୁ ବି ଦେଖେଇଥାନ୍ତା।
ଏ ଯୋଉ ଟାଇପରେ ଡିସ୍ ଲେଖୁଛି ଏଇଟା ଆପଣ ଏଲଭିଏମ୍ ବି ଲେଖିଥାନ୍ତା। ଏ ଜାଗାରେ କୌଣସି ଆମେ ଏଲଭିଏମ୍ ନେଇନି। ତ ଆମେ ବର୍ତ୍ତମାନ ଏଲଭିଏମ୍ ଡିସ୍ କ୍ରିଏଟ୍ କରିବା, ତାପରେ ଦେଖିବା କଣ ଚେଞ୍ଜେସ୍ ହଉଛି ଆଉ କୋଉଠି ଆମକୁ ସେ ଦେଖଉଛି। ଠିକ ଅଛି, କରିବା ପାଇଁ ଆମେ କଣ କରିବା, ଏଇଠି ଯୋଉ ଦିଟା ହାର୍ଡ ଡିସ୍କ ଆମେ ନେଇଥିଲେ, ଏଚଡିବି ନେଇଥିଲେ ଆଉ ଏଚଡିଏ ନେଇଥିଲେ, ଏଚଡିବି ଆଉ ଏଚଡିଏ ଏଇ ଦିଟା ଡିସ୍କକୁ ଆମେ ନେଇକି ଏଲଭିଏମ୍ କନଫିଗରେସନ କରିବା। ତ ଏଲଭିଏମ୍ କନଫିଗରେସନ କରିବା ପୂର୍ବରୁ ଏ ଯୋଉ ପାର୍ଟିସନ ତିନିଟା ବନେଇଛେ ସେ ପାର୍ଟିସନ ତିନିଟାକୁ ଡିଲିଟ୍ କରିବାକୁ ପଡିବ। କାହିଁକିନା ଆମେ ଏଲଭିଏମ୍ ରେ କଣ କହିଥିଲି ମୁଁ, ପ୍ରଥମେ ଆମେ ଫିଜିକାଲ ଭଲ୍ୟୁମ ନବା, ଯାହା ମୁଁ ପ୍ରଥମେ କହିଥିଲି, ପ୍ରଥମେ ଆମେ ଫିଜିକାଲ ଭଲ୍ୟୁମ ନବା, ତାପରେ ତାକୁ ନେଇକି ଭଲ୍ୟୁମ ଗ୍ରୁପ କରିବା, ଭଲ୍ୟୁମ ଗ୍ରୁପରୁ ଲଜିକାଲ ଭଲ୍ୟୁମ କରିବା। ଓକେ, এটা হচ্ছে পিভি ଫିଜିକାଲ ଭଲ୍ୟୁମ, ଭଲ୍ୟୁମ ଗ୍ରୁପ, এটা হচ্ছে ଆପଣଙ୍କର ଲଜିକାଲ ଭଲ୍ୟୁମ। ତିନିଟା ଜିନିଷ ହବ। ତ ଆମ ପାଖରେ କଣ ଫିଜିକାଲ ଭଲ୍ୟୁମ ଅଛି, ଆମ ପାଖରେ କଣ ଫିଜିକାଲ ଭଲ୍ୟୁମ ଅଛି, ଏଚଡିଏ ଆଉ ଏଚଡିବି। ଏଚଡିଏ ଆଉ ଏଚଡିବି ଦୁଇଟା ଆପଣଙ୍କର ଫିଜିକାଲ ଭଲ୍ୟୁମ ଅଛି। ଆମେ ଫିଜିକାଲ ଭଲ୍ୟୁମ ଯାହା ପାର୍ଟିସନ ଅଛି ଫାଷ୍ଟ ଡିଲିଟ୍ କରିବା। ଡିଲିଟ୍ କରିବା ପାଇଁ କମାଣ୍ଡ ହଉଛି କଣ, ଆମେ ପାର୍ଟିସନ କରିବା ବା ପାର୍ଟିସନ ଡିଲିଟ୍ କରିବା, ତା ପାଇଁ ଆମ କମାଣ୍ଡ ହଉଛି ଏଫଡି। ପ୍ଲିଜ ନୋଟ କରିଦିଅନ୍ତୁ, /div sd ଏ ଧରନ୍ତୁ ଆମେ ଫାଷ୍ଟ ଦେଖିବା। ଏଠି ଆମେ କଣ କରିବା, ପି ମାରିବା, ପି ତମକୁ ପ୍ରିଣ୍ଟ କରିକି ଦେଖେଇବ। ଦେଖନ୍ତୁ ଏଠି କୌଣସି ପାର୍ଟିସନ ନାହିଁ ବୋଲି ସେ ଦେଖଉଛି। ଆମେ ଏଠୁ ବାହାରି ଯିବା, କ୍ୟୁ କରିକି ବାହାରି ଯିବା, ଦେନ୍ ଆମେ କୋଉଥିରେ ଯିବା, ଏଚଡିବି ରେ ଯିବା। ଯଦି ଆମେ ପି କରିବା, ଦେଖନ୍ତୁ ତିନିଟା ପାର୍ଟିସନ ଦେଖଉଛି। ମୁଁ କହିଲି ଡିଲିଟ୍ କଲି, ଡି ମାରିଲି, ଡିଲିଟ୍ ହେଇଯିବ। କୋଉ ପାର୍ଟିସନ ଡିଲିଟ୍ ହବ, ଡିଫଲ୍ଟ 3 କୁ ସେ ଡିଲିଟ୍ କରୁଛି, ଏଚଡିବି 3 କୁ ଡିଲିଟ୍ କଲା। ତାପରେ ପୁଣି ମୁଁ ଡିଲିଟ୍ ମାରିଲି, କାହାକୁ ପାର୍ଟିସନ ଡିଲିଟ୍ କରିବ, ଡିଫଲ୍ଟ 2 ଦେଖନ୍ତୁ ଡିଲିଟ୍ କରି ଦେଖଉଛି, ଏଠି ଡିଫଲ୍ଟ 2 ଦେଖଉଛି। ଓକେ, ମୁଁ ଏଣ୍ଟର ମାରିଲି, ଡିଫଲ୍ଟ 2 ଡିଲିଟ୍ ହେଲା, ପୁଣି ଡି ମାରିଲି, ପି ମାରନ୍ତୁ, ଦେଖନ୍ତୁ ଆଉ କୌଣସି ପାର୍ଟିସନ ନାହିଁ। ଓକେ, ବର୍ତ୍ତମାନ ପାର୍ଟିସନ କ୍ଲିୟର ହେଇଗଲା। ଆମେ ଏଟାକୁ ସେଭ୍ କରିବା, ସେଭ୍ କରିବା ପାଇଁ ହଉଛି ଡବ୍ଲୁ, ଡବ୍ଲୁ ମାନେ ରାଇଟ୍, ସେଭ୍ କରିଦେଲେ ଦେଖନ୍ତୁ। ଆଚ୍ଛା, ଏଇ ଦେଖନ୍ତୁ ଆପଣ ପାର୍ଟିସନ 1 ଟା ରିମୁଭ ହେଇପାରିଲାନି, କାହିଁକିନା ସେ ଦେଖେଇଲା ଯେ ପାର୍ଟିସନ 1 ଇଜ ଡିଭାଇସ ରିସୋର୍ସ ବିଜି। ଓକେ, ଆମେ କେମିତି ବିଜି ବୋଲି ଜାଣିବା, ଏଫଡି ନାଇଁ, ଆମେ କଣ କରିବା, ଡିଏଫ୍ ହାଇପେନ୍ ଏଚ୍ ଦେଖିବା। ଏଇ ଦେଖନ୍ତୁ ଏଠି ଏଚଡି ଏଟା ୟୁଜ ହଉଛି। ଆମେ ପାର୍ଟିସନ କରିକି ଅଟୋମାଉଣ୍ଟ କରିଦେଇଥିଲେ, ସେଥିପାଇଁ ସେଠି ଦେଖଉଛି। ଆମେ କଣ କରିବା, କୋଉଠି ଚେଞ୍ଜ କରିଥିଲେ, ଆମେ vi/etc fs ଟା ଆମେ ଗୋଟେ ଏଣ୍ଟ୍ରି କରିଥିଲେ। ଓକେ, ଏଠି ଆମେ କଣ କରିବା, ଏଟାକୁ କମେଣ୍ଟ କରିଦବା, ତାପରେ ଏସ୍କେପ୍ କରିକି ଫାଇଲ କି ସେଭ୍ କରିଦେଲେ। ଏଇଟା ମୁଁ ଆପଣଙ୍କୁ କହିବି କେମିତି ଫାଇଲ ସେଭ୍ ହଉଛି। ଏବେ ମାଉଣ୍ଟ ହାଇପେନ୍ ଏ ଚଲେଇଦବା, df-h ଦେଖନ୍ତୁ ଏଠି ଏଟା ଗଲାନି। ଆମେ ମାନୁଆଲି ଅନମାଉଣ୍ଟ କରିବା, umaount କମାଣ୍ଡ /ଡାଟା। ଏବେ df-h ଦେଖନ୍ତୁ ଆଉ ନାହିଁ। ଓକେ, ଏ ଡିଟା ନାହିଁ, ବର୍ତ୍ତମାନ ଆମେ ଡିଲିଟ୍ କରିବା, fdisk/dv sdb fdisk/dv sdb। ଦେଖନ୍ତୁ ଗୋଟେ ପାର୍ଟିସନ ଦେଖନ୍ତୁ, ଆଚ୍ଛା ଡବ୍ଲୁ କରିଦେବା, ପାର୍ଟିସନ ଟେबल has been altered। ଓକେ, ଠିକ ଅଛି, ବର୍ତ୍ତମାନ କୌଣସି ପାର୍ଟିସନ ସେ ଦେଖଉନି। ଓକେ, ଆମେ ବର୍ତ୍ତମାନ ଏଫଡି ହାଇପେନ୍ ଏଲ୍ ବି ଆଉଥରେ ଚେକ୍ କରିଦବା।
ଦେଖନ୍ତୁ SDA ରେ କିଛି ପାର୍ଟିସନ ନାହିଁ, SDB ରେ କିଛି ପାର୍ଟିସନ ନାହିଁ। ଆମେ ଏଇ ଦୁଇଟା ପାର୍ଟିସନକୁ ନେଇ ବର୍ତ୍ତମାନ LVM କନଫିଗରେସନ କରିବା। ଫାଷ୍ଟ ଯାହା ମୁଁ କହିଥିଲି ଆପଣଙ୍କୁ ଫାଷ୍ଟ କଣ କରିବା ନା ଫିଜିକାଲ ଭଲ୍ୟୁମକୁ ଆମେ ନେଇକି ଗୋଟେ ଗ୍ରୁପ କରିବା। ଓକେ, ତ ପ୍ରଥମେ ଆମକୁ କଣ କରିବାକୁ ପଡିବ, ଯୋଉ ଦୁଇଟା ଡିସ୍କ ଆମ ପାଖରେ ଅଛି ତାକୁ ଆମେ ଗୋଟେ ଫିଜିକାଲ ଭଲ୍ୟୁମ ଆଜ ଏ LVM ପ୍ରିପେୟାର କରିବାକୁ ପଡିବ। ତା ପାଇଁ କମାଣ୍ଡ ହଉଛି କଣ, PV create। ପ୍ଲିଜ ଟିକେ ଲେଖି ଦିଅନ୍ତୁ, ନହେଲେ ମୁଁ ଭିଡିଓ ପରେ ଦେଖିଦେବେ କି ମୁଁ ଆପଣଙ୍କୁ ଡକୁମେଣ୍ଟ ଦେବି, ସେ ଡକୁମେଣ୍ଟରେ ବି ଷ୍ଟେପ୍ ଅଛି। ତ ବ୍ୟସ୍ତ ହେବା ଦରକାର ନାହିଁ, ଆପଣ ଟିକେ ଠିକ ସେ ଲକ୍ଷ୍ୟ କରନ୍ତୁ କଣ କରାହଉଛି। PV create, ଆମେ କାହାକୁ କାହାକୁ ଭଲ୍ୟୁମ ଆଜ ଏ ଭଲ୍ୟୁମ ନବା, ଆମ ପାଖରେ ନେଇଥିଲେ /GB SDA ଆଉ /GB SDB, ଏ ଦିଟା ଭଲ୍ୟୁମ ଆମ ପାଖରେ ଥିଲା। ଆକୁ ଆମେ କଣ କଲେ, ଯୋଉ ଏଇ ଦିଟା ଫିଜିକାଲ ଭଲ୍ୟୁମକୁ ଆଜ ଏ LVM ୟୁଜ କରିବା ପାଇଁ ଆମେ PV create ରେ ରେଡି କରିବା। ଓକେ, ଏଟା ମତେ ଇଏସ୍ ଦେବାକୁ ପଡିବ, କାହିଁକି ନା ମୁଁ ତାକୁ ଅଲରେଡି ପାର୍ଟିସନ କରିକି 10 ପାର୍ଟିସନ କରିକି ୟୁଜ କରୁଥିଲି, ତ ସେଇଟା ମତେ ଉଡେଇବାକୁ ପଡିବ। ଯଦି ଆପଣ ନୂଆ ଡିସ୍କ ନେବେ ତାହେଲେ ଆପଣ ସେମିତି କିଛି ୱାର୍ଡିଂ ଦେଖେଇବନି। ଓକେ, ବର୍ତ୍ତମାନ ଦେଖନ୍ତୁ ଏବେ ସକ୍ସେସଫୁଲ ହେଇଗଲା SDA, ସକ୍ସେସଫୁଲ ହେଲା SDB। ଦୁଇଟା ପାର୍ଟିସନ ବର୍ତ୍ତମାନ, ଯୋଉ ଦୁଇଟା ହାର୍ଡ ଡିସ୍କ ବର୍ତ୍ତମାନ କଣ ହେଲା ନା ଆଜ ଏ ଫିଜିକାଲ ଡିସ୍କ ରେଡି ହେଇଗଲା LVM କରିବା ପାଇଁକା, LVM ସେଥିରେ ଆମେ କ୍ରିଏଟ କରିବା ପାଇଁ ରେଡି ହେଇଗଲା। ତାପରେ ମୁଁ ଆପଣଙ୍କୁ କଣ କହିଥିଲି, PV କ୍ରିଏଟ କଲା ପରେ ଆମେ କଣ କରିବା, ଭଲ୍ୟୁମ ଗ୍ରୁପ ବନେଇବା। ତା ଦେହରୁ ସେ ଦୁଇଟା ଡିସ୍କକୁ ନେଇକି ଭଲ୍ୟୁମ ଗ୍ରୁପ ବନେଇବା। ବର୍ତ୍ତମାନ ଆମେ ଯୋଉ ଫିଜିକାଲ ଭଲ୍ୟୁମ କଲେ ରେଡି ହେଲା, ତାକୁ ଆମେ ଦେଖିବା ପାଇଁକା, ଚାର୍ଟରେ ଦେଖିବା ପାଇଁକା ଆମର କମାଣ୍ଡ ହଉଛି ସବୁଠୁ ଛୋଟ କମାଣ୍ଡ PVS। ଏଥିରେ ଦେଖନ୍ତୁ ଆମର କଣ ହେଲା, ଦେଖିଲା ଯେ ଆପଣଙ୍କର SDA ଅଛି ଆଉ SDB ଅଛି, ଦିଟା ଅଛି। ଆମର ଫିଜିକାଲ ଭଲ୍ୟୁମ କୋଉଥିରେ ନା ଆପଣ LVM ରେ ଅଛି। ଓକେ, ଏଇଠି ଗୋଟେ ଜିନିଷ ଆପଣ ନୋଟିସ କରିବେ, ଭିଜି ଯୋଉଟା ମୁଁ ଆପଣଙ୍କୁ କହୁଥିଲି ଭିଜି, ଏଇ ଦେଖନ୍ତୁ କୌଣସି ନାଁ ଦେଖଉନି, ଓନ୍ଲି ଖାଲି ଭିଜି ଦେଖୁଛି, ତାମାନେ ଭଲ୍ୟୁମ ଗ୍ରୁପଟା କ୍ରିଏଟ ହେଇନି। ଓନ୍ଲି ଆମେ ଫିଜିକାଲ ଭଲ୍ୟୁମକୁ ରେଡି କରିଦେବା, LVM ରେ ଆଡ କରିଦେଇଛି, କିନ୍ତୁ କୌଣସି ଫିଜିକାଲ ଭଲ୍ୟୁମ ବନେଇନି। ବର୍ତ୍ତମାନ ଆମେ ଫିଜିକାଲ ଭଲ୍ୟୁମ ବନେଇବା। ଏଇଟା ଯୋଉଠି ସବୁଠୁ ଛୋଟ କମାଣ୍ଡ PVS, ତା ଅଲ୍ଟରନେଟ କମାଣ୍ଡ ବି ହଉଛି PV scan। ଏଥିରେ ଟିକେ ଆଉ ଡିଟେଲ ଦେଖେଇବ, ଠିକ ଅଛି। ଆଉ ଗୋଟେ ହଉଛି PV display। ତିନିଟା କମାଣ୍ଡ ଆମେ ଚେକ୍ କରିପାରିବା, ଏଥିରେ ଆଉ ଟିକେ ଅଧିକା ଡିଟେଲ ଆପଣଙ୍କୁ ଦେଖେଇବ। ଓକେ, ତ ସବୁଠୁ ଛୋଟ କମାଣ୍ଡ ମନେ ରଖିଦିଅନ୍ତୁ, PVS ହଉଛି ସୁବିଧା। ଆମେ PVS ରେ ଦେଖିଦେଲେ ଯେ ଆମ ଦିଟା ଭଲ୍ୟୁମ, ଆମେ ଯୋଉ ଦିଟା ଡିସ୍କ ଯୋଉ ଆଡ କରିଥିଲେ LVM ରେ, ସେଇଟା ଠିକ ଅଛି। ତାପରେ ଆମେ କଣ କରିବା, ବର୍ତ୍ତମାନ ଭଲ୍ୟୁମ ଗ୍ରୁପ ବନେଇବା। ତା ପାଇଁ କମାଣ୍ଡ ହଉଛି VG create କଣ, ଭଲ୍ୟୁମ ଗ୍ରୁପ। ଆମେ ଏଇ ଯୋଉ ଭଲ୍ୟୁମ ଗ୍ରୁପଟା ଆସି ଦେଖଉଛି, କିଛି ନାଁ ଦେଖଉନି, ଆମକୁ ଗୋଟେ ଭଲ୍ୟୁମ ଗ୍ରୁପଟେ ନାଁ ଦେବାକୁ ପଡିବ। ଲେଟ୍ସ ସେ ମୁଁ ଆପଣଙ୍କୁ ଦେଲି ମାଇ ଭିଜି। ଓକେ, କାହା କାହାକୁ ନେଇକି ଆମେ ଭଲ୍ୟୁମ ଗ୍ରୁପ କରିବା, ଆମ ପାଖରେ ଦିଟା ଡିସ୍କ ଅଛି, /GB SDA /GB SDB, ଏ ଦିଟା ଭଲ୍ୟୁମକୁ ନେଇକି ଆମେ କଣ କଲେ, ଗୋଟେ ଭଲ୍ୟୁମ ଗ୍ରୁପ ବନେଇଲେ। ଏ ଦେଖନ୍ତୁ ଭଲ୍ୟୁମ ଗ୍ରୁପ ମାଇ ଭିଜି ସକ୍ସେସଫୁଲି କ୍ରିଏଟେଡ, ଗୋଟେ ଭଲ୍ୟୁମ ଗ୍ରୁପ କ୍ରିଏଟ ହେଇଗଲା। ଆମେ ଦେଖିବା ତା ଷ୍ଟାଟସ କମାଣ୍ଡ ହଉଛି VGS। ଯେମିତି PVS ଥିଲା ସେମିତି ତାର କମାଣ୍ଡ ହଉଛି VGS। ଏଇଠି ଦେଖନ୍ତୁ ମାଇ ଭିଜି ଗୋଟେ ଭଲ୍ୟୁମ ଗ୍ରୁପ ବନିଗଲା, ତାର କାପାସିଟି କେତେ ହେଲା 10GB। ଆମେ ଯୋଉ 5GB ନେଇଥିଲେ ସେ ଦିଟାକୁ ନେଇକି ସେ ହେଲା ବର୍ତ୍ତମାନ 10GB ହେଇଗଲା। ଓକେ, ଏଇଟା ଆମେ କଣ କରିଥିଲେ, 5GB ନେଇଥିଲେ, 5GB ନେଇଥିଲେ, ଏଠି ସିଏ ଆପଣ ଭଲ୍ୟୁମ ଗ୍ରୁପ ବନେଇଗଲା 10GB। ଆଉ ୟାର ନାଁ କଣ ହେଲା, ମାଇ ଭିଜି। ଓକେ, ଏବେ ଆମେ କଣ କରିବା, ଏଥିରୁ ଲଜିକାଲ ଭଲ୍ୟୁମ କ୍ରିଏଟ କରିବା। ଲଜିକାଲ ଭଲ୍ୟୁମ କ୍ରିଏଟ କରିବା ପାଇଁ କମାଣ୍ଡ ହଉଛି କଣ, LV create ଲଜିକାଲ ଭଲ୍ୟୁମ କ୍ରିଏଟ, LV create -n ମାନେ ଗୋଟେ ନୂଆ ଭଲ୍ୟୁମ କ୍ରିଏଟ କଲେ। ଲଜିକାଲ ଭଲ୍ୟୁମ ନାଁ ବର୍ତ୍ତମାନ ଆମେ ଦବା, ଆମେ ସହଜରେ ଛୋଟ ନାଁ ଦବା, ଯୋଉଟା ମନେ ରଖିବା ପାଇଁ ସୁବିଧା, ମାଇ LV
ତାର ସ୍ପେସ୍ କେତେ ଦେବା ମାଇନସ୍ କ୍ୟାପିଟାଲ ଏଲ୍ ଧରନ୍ତୁ ଆମେ ଦେବା ଆମ ପାଖରେ କେତେ 10 GB ଅଛି ଆମେ ଧରନ୍ତୁ ଦେଇଦେଲେ 3 GB ଦେଇଦେଲେ ତାପରେ ତାର ଭଲ୍ୟୁମ୍ ଗ୍ରୁପ ଦେବା କୋଉ ଭଲ୍ୟୁମ୍ ଗ୍ରୁପରେ ନବ ଏଇଟା ସିନା ଆମ ପାଖରେ ଗୋଟେ ଭଲ୍ୟୁମ୍ ଗ୍ରୁପ ଅଛି ଲେଟ୍ସ ଆପଣଙ୍କର ଓଏସ୍ଏ ଦିଟା ଏଲଭିଏମ୍ କନଫିଗର ହେଇଥିବ ତିନିଟା ଏଲଭିଏମ୍ କନଫିଗର ହେଇଥିବ ଆପଣ କୋଉ ଲଜିକାଲ ଭଲ୍ୟୁମ୍ କୋଉ ଭଲ୍ୟୁମ୍ ଗ୍ରୁପରୁ କରିବେ ସେ ଭଲ୍ୟୁମ୍ ଗ୍ରୁପର ନାଁ ଦେବେ ମାଇ ଭିଜି ଏଇ ଭଲ୍ୟୁମ୍ ଗ୍ରୁପରୁ ମୁଁ ଗୋଟେ ମାଇ ଏଲଭି କରିକି ଗୋଟେ ଲଜିକାଲ ଭଲ୍ୟୁମ୍ କ୍ରିଏଟ୍ କରିବି ଯାହାର ସ୍ପେସ୍ ହବ 3 GB ଓକେ ଦେଖନ୍ତୁ ଲଜିକାଲ ଭଲ୍ୟୁମ୍ ମାଇ ଏଲଭି କ୍ରିଏଟେଡ୍ ଏବେ ଲଜିକାଲ ଭଲ୍ୟୁମ୍ ଦେଖିବା ସବୁଠୁ ଛୋଟ କମାଣ୍ଡ କ'ଣ ହଉଛି ଏଲଭିଏସ୍ ଏଲଭିଏସ୍ ଆପଣ ଦେଖିବେ ଦେଖନ୍ତୁ ମାଇ ଏଲଭି ଲଜିକାଲ ଭଲ୍ୟୁମ୍ ନା ହଉଛି ମାଇ ଏଲଭି ଭଲ୍ୟୁମ୍ ଗ୍ରୁପ ହଉଛି ମାଇ ଭିଜି ଓକେ ଏବେ ଆପଣ ଗୋଟେ ଛୋଟିଆ ଲଜିକାଲ ଭଲ୍ୟୁମ୍ ଟା ବନିଗଲା ମାଇ ଏଲଭି କେତେ ଜିବିର ଆମେ 3 GB ର ବନେଇଲୁ ଓକେ ଆମେ ଆଉ ଗୋଟେ ଲଜିକାଲ ଭଲ୍ୟୁମ୍ ବନେଇବା ଏକ୍ଜାକ୍ଟ ସେଇ କମାଣ୍ଡ ସେଠି କ'ଣ କରିବା ମାଇ ଏଲଭି କୁ LV1 ଧର ଦେଇଦେବା এটা କ'ଣ କଲେ ଆମ ପାଖରେ 10 GB ଥିଲା ଧରନ୍ତୁ ମୁଁ 2 GB ଦେଲି ଏଣ୍ଟର କରନ୍ତୁ ୟେସ୍ କରନ୍ତୁ କାହିଁକିନା ଏଇ ଯୋଉ ଇଏ ଥିଲା ଆମର ମୁଁ ଯୋଉ ନୂଆ ଅଲରେଡି ପାର୍ଟିସନ ବନେଇ ଦେଇଥିଲି ସେଥିପାଇଁ ସେ ଏରର ଦେଖାଉଛି ନୂଆ ଡିସ୍ ହେଲେ କିଛି ଦେଖେଇବନି ମନେକର ମାଇ ଏଲଭି ଆଉ ଗୋଟେ ଲଜିକାଲ ଭଲ୍ୟୁମ୍ ଟେ ବନିଗଲା ମୁଁ କେତେଟା ଲଜିକାଲ ଭଲ୍ୟୁମ୍ ବନେଇଲି ଦିଟା ଲଜିକାଲ ଭଲ୍ୟୁମ୍ ବନେଇଲି ଓକେ ଏଟା କ'ଣ ଦେଲେ ମାଇ LV1 এটা କେତେ ଦେଲେ 2 GB ର ଗୋଟେ ବନେଇଲେ ଆମେ ଏବେ ଦେଖିବା ଆମେ ଯୋଉ କହିଥିଲେ df ହାଇପେନ୍ କ୍ୟାପିଟାଲ TH df ହାଇପେନ୍ କ୍ୟାପିଟାଲ TH ଏଠି ଦେଖନ୍ତୁ କୌଣସି ଲଜିକାଲ ଭଲ୍ୟୁମ୍ ଏଠିକି ଆମେ ଯାହା ପାର୍ଟିସନ କଲେ କିଛି ଦେଖଉନି କ'ଣ ପାଇଁ ଦେଖଉନି ନା ଆମେ ମାଉଣ୍ଟ କରିନେ ଆମେ ଭଲ୍ୟୁମ୍ ବନେଇ ଦେଇଛେ କିନ୍ତୁ ମାଉଣ୍ଟ କରିନେ ଓକେ ତେବେ lsblk କମାଣ୍ଡ ଦେଖିବା ଏଇ ଦେଖନ୍ତୁ ଆପଣ ଯୋଉ କହୁଥିଲେ ଆପଣ ଜାଣିବେ କେମିତି LVM ବୋଲି ଏଇ ଦେଖନ୍ତୁ ଟାଇପ ଆପଣଙ୍କର LVM ଦେଖାଉଛି ତ ଯେତେବେଳେ ଆପଣଙ୍କୁ ୟୁଜର କହୁଛି ଯେ ମୋର LVM କିଛି ଚେଞ୍ଜ କରିବା ପାଇଁ ପାର୍ଟିସନ ଏକ୍ସଟେଣ୍ଡ କରିବା ପାଇଁ ବା ଯାହା ବି କିଛି କରିବା ପାଇଁ ଆପଣ ଦିଟା ଜିନିଷ ସବୁବେଳେ ମନେ ରଖନ୍ତୁ ଚେକ୍ କରିବେ ପ୍ରଥମେ ଆପଣ df-h ରେ ଦେଖିବେ ଯେ କ'ଣ ପାର୍ଟିସନ ନାଁ ଅଛି ଆଉ ତାର କୋଉ ଫର୍ମାଟ ଅଛି ଓକେ ସେଟା ଫାର୍ଷ୍ଟ ପ୍ରାୟୋରିଟି ଆପଣ ଦେଖିବେ ତାପରେ lsblk ରେ ଆପଣ ଦେଖିବେ ଯେ ଆପଣ ଆଉଥରେ ପୁଣି ଡବଲ ସିଓର ହେବେ ଯେ ସେଟା କୋଉ ଡିସ୍କରୁ ବନିଛି SDA ରୁ ବନିଛି SDB ରୁ ବନିଛି ଦେଖନ୍ତୁ ଆପଣ SDA ରୁ ଏଠି ଦେଖନ୍ତୁ SDA ରୁ ସେଟା ଆପଣଙ୍କ ମାଇ ଏଲଭି ବନିଛି SDB ରୁ ଏଠି ଆପଣଙ୍କର ମାଇ ଭିଜି ଯୋଉ ମାଇ LV1 ଟା ବନିଛି ଓକେ ତ ସେଇଟା ଆପଣ ଲକ୍ଷ୍ୟ କରିବେ ଆଉ ଦ୍ୱିତୀୟ ଜିନିଷ ଆପଣଙ୍କର କୋଉ ଭଲ୍ୟୁମ୍ ଗ୍ରୁପରୁ ବନିଛି ସେଇଟା ଆପଣଙ୍କୁ ପ୍ରଥମେ ଦେଖିବାକୁ ପଡିବ ଯେ ଆପଣ ମାନେ ଆପଣଙ୍କୁ ଏଇଟା ବି ଦେଖିବାକୁ ପଡିବ କୋଉ ଭଲ୍ୟୁମ୍ ଗ୍ରୁପରୁ ବନିଛି ସେଇଟା ଆପଣ ଦେଖିବା ପାଇଁ କ'ଣ କମାଣ୍ଡ ମୁଁ ଆପଣଙ୍କୁ କହିଲି LVS ଛୋଟ କମାଣ୍ଡ ହଉଛି LVS ଏଥିରେ ଆପଣ ଦେଖିବେ ଯେ କ'ଣ କ'ଣ ଲଜିକାଲ ଭଲ୍ୟୁମ୍ ଅଛି ଆପଣ ଧରନ୍ତୁ ଆପଣଙ୍କୁ କହୁଛି ଯେ ଆପଣ ମାଇ ଭିଜି ଯୋଉ ଏଲଭି ଲଜିକାଲ ଭଲ୍ୟୁମ୍ ଟା ମାଇ ଏଲଭି ଆପଣ ଏକ୍ସପାଣ୍ଡ କରିବାର ଅଛି ଆପଣ ଜାଗା ଅଛି ନା ନାଇଁ କେମିତି ଜାଣିବେ ଆପଣ କ'ଣ ଏଇଠୁ ହିସାବ କରିବେ ଯେ SDA ଟା ମୋର 5 GB ଥିଲା SDB 5 GB ଅଛି 10 GB 3 2 5 ହେଲା ମାନେ ମୋର ଆଉ 2 GB 5 GB ବଳିଛି ନା ଆପଣ କ'ଣ କରିବେ VGS କମାଣ୍ଡ ମାରିବେ VGS କମାଣ୍ଡ ଆପଣ ଦେଖିବେ ଯେ ଟୋଟାଲ ସାଇଜ ହଉଛି ମୋର ଏଠି 10 GB 10 GB ରୁ 4 GB ୟୁଜ ହେଇଛି କ'ଣ କ'ଣ ୟୁଜ ହେଇଛି ନା ଏଠି ଆପଣଙ୍କର ମାଇ ଏଲଭି ନେଇଛି 3 GB ଆଉ LV1 ନେଇଛି 2 GB ଏଇଟା ହଉଛି ଏତିକି ଜିନିଷ ଜାଣିଲେ ଜାଣିଲା ପରେ ଆପଣଙ୍କ ପାଖରେ ଫ୍ରି କେତେ ଅଛି ଆଉ 5 GB ଅଛି ତାପରେ ସେଇ ହିସାବରେ ଆପଣ ଷ୍ଟେପ୍ ନେବେ ଯେ କାହାକୁ ବଢେଇବାର ଅଛି କ'ଣ କରିବାର ଅଛି ଓକେ ଆପଣ ଫିଜିକାଲ ଭଲ୍ୟୁମ୍ ଦେଖିବାକୁ ଚାହିଁବେ PVS କମାଣ୍ଡ ୟୁଜ କରିକି ଦେଖିବେ ଯେ କୋଉ କୋଉ ଫିଜିକାଲ ଭଲ୍ୟୁମ୍ ଆପଣଙ୍କର LVM ରେ ୟୁଜ ହେଇଛି ତ ଏଇଟା ହଉଛି ଆପଣଙ୍କର LVM କନଫିଗରେସନ ଏମିତି କରିକି ଆମେ କରିପାରିବା ଆଚ୍ଛା ବର୍ତ୍ତମାନ ଆମେ କ'ଣ କଲେ ଆପଣ ଲଜିକାଲ ଭଲ୍ୟୁମ୍ କ୍ରିଏଟ୍ ହେଇଗଲା ମାନେ ଆପଣଙ୍କର LVM କାମ କମ୍ପ୍ଲିଟଲି ସରିଗଲା ଓକେ ଆପଣଙ୍କର ଯୋଉ ମୁଁ କହିଥିଲି ଆପଣଙ୍କୁ LVM ଆପଣଙ୍କର କମ୍ପ୍ଲିଟ କନଫିଗରେସନ ହେଇଗଲା ଏବଂ ଏତିକି କମ୍ପ୍ଲିଟ ହେଇଗଲା ଓକେ ହେଇଗଲା ପରେ କିନ୍ତୁ ଆପଣଙ୍କୁ ଦେଖନ୍ତୁ df-h କମାଣ୍ଡରେ କିଛି ଦେଖୁନି ଆମକୁ କିନ୍ତୁ ସେଟାକୁ ୟୁଟିଲାଇଜ କରିବାର ଅଛି ୟୁଟିଲାଇଜ କରିବା ପାଇଁ ଆମକୁ କ'ଣ କରିବାକୁ ପଡିବ ତାକୁ ଆମକୁ ମାଉଣ୍ଟ କରିବାକୁ ପଡିବ ମାଉଣ୍ଟ କରିବା ପାଇଁ ହେଲେ କ'ଣ ହବ
प्रथम आम ये देखो ये डाटा तो मुझे गोटे भल्यूम बनई ओके आप मन थी डाटा बन माउंट करी आउ गोटे फोल्डर करवा डिलीट करवा डाटा वन देखो डाटा देखला डाटा वन देखला दुईटा जिन देखला प्रथम आम कौन करवा ये दुटाक माउंट करवा क्या करवा माई एलवी की माउंट करवा आउ माई एलवी वन को माउंट करवा अच्छा माउंट करने पूर्व आमको कौन करा पड़ो यहाँ को आमको फॉर्मेट करा पड़ो को फॉर्मेट आम डिसाइड करवा आम एक्सएफएस करवा ना ext4 करवा आम कौन करा गोटे को एक्सएफएस करवा गोटे को ext4 रे फॉर्मेट करके देखिबा ओके तार फॉर्मेट तार कमांड कौन होची फॉर्मेट करने पे कमांड मात्र आपको कहली mkfs डॉट ext4 क्या फॉर्मेट करें तो प्रथम टाइम फॉर्मेट करदे ext4 अच्छा आम ये केमी जाना कौन दबा आम कौन माई एलवी देले काम कर এটা ଗୋଟେ ଲଜିକାଲ ଭଲ୍ୟୁମ ଥିଲା ନା କାମ କରୁଛି ନା ସେ କଣ ଲେଖୁଛି ଫାଇଲ mylv does not exist no size to specify ତାମାନେ ଆମେ ଯୋଉ ଏଠି mylv କରିଥିଲେ ଏଠି ତମର ଭୁଲ ହେଲା ଆମେ ଏଠି ଯୋଉ ଦେଲେ ଆମେ ଯୋଉ କମାଣ୍ଡଟା ମୋ କମାଣ୍ଡଟା ଏଠି ଭୁଲ ହେଲା ତାହେଲେ ଆମେ ଏଇ ଯୋଉ mylv ଟା ଡିଫାଇନ କଲେ ଲେଖିଲେ ଏଠି ଆମର ଭୁଲ ହେଲା ଆମେ ଜାଣି ଏଠି କଣ ଲେଖିବା ଆପଣ fd-l କମାଣ୍ଡକୁ ଯାଆନ୍ତୁ ଏଇ ଦେଖନ୍ତୁ dv mapper mylv mylv1 ଏଇଟା ହଉଛି ତାର କମ୍ପ୍ଲିଟ ପାଥଟା এটা হচ্ছে ডিভি ম্যাপর মাইভিজি মাইএলভি এটা হচ্ছে তার কমপ্লিট পাথ এইটাକୁ ଆମକୁ ଦବାକୁ ପଡିବ ଫର୍ମାଟ କଲା ବେଳେ ତମେ କଣ କରିବା ତାହେଲେ mkfs ଡଟ୍ ext4 ଏଟାକୁ କପି କରିବା କପି କରିକି ଆମେ ପେଷ୍ଟ କରିଦେଲେ ଓକେ ଦେଖିବା ଦେଖନ୍ତୁ ବର୍ତ୍ତମାନ କଣ ହେଲା କମ୍ପ୍ଲିଟ ହେଇଗଲା ଓକେ এটা ସକ୍ସେସ ହେଲା ନେକ୍ସଟ ଆମେ କଣ କରିବା xfs ର ଫର୍ମାଟ କରିବା xfs ଜଷ୍ଟ ଏଠି ଚେଞ୍ଜ ହବ ଆମର ଭଲ୍ୟୁମ ଗ୍ରୁପର ନା ଲଜିକାଲ ଭଲ୍ୟୁମର ନା ଚେଞ୍ଜ ହବ ଆଉଟା ଆମର କଣ ଥିଲା mylv1 ମୁଁ 1 ଦେଲି ଫର୍ମାଟ କରିଦେଲି ଏବେ ଦେଖନ୍ତୁ d5h ରେ ଆସିବ କି ଆସିବନି କାହିଁକି ନା ଆମେ ଫର୍ମାଟ କଲେ କିନ୍ତୁ ମାଉଣ୍ଟ କରିନେ ମାଉଣ୍ଟ ନ କରିବା ଯାଏ ସେ ଆମର ଦେଖେଇବନି ଓକେ ଏଠି ଆମେ କଣ କଲେ mylv କୁ ext4 କଲେ ଏଇଟା କଲେ xfs এই ଫର୍ମାଟରେ ଆମେ ଫର୍ମାଟ କରିଦେଲେ ଏବେ ମାଉଣ୍ଟ କରିବା ମାଉଣ୍ଟର କମାଣ୍ଡ କଣ mount ମାଉଣ୍ଟ ସୋର୍ସ ଡେଷ୍ଟିନେସନ ସୋର୍ସ ଆମର କଣ ସୋର୍ସ ହଉଛି ଏଇଟା ଏଇଟା ଆମର ପାର୍ଟିସନ ଥିଲା ନା ଓକେ ଆମେ କଣ କରିବା ସ୍ଲାଶ ଲେଟ୍ସ ସେ ଡାଟା 1 କୁ ଦେଲେ ଡାଟା 1 କୁ ଦେଲେ ମାଉଣ୍ଟ ହେଇଗଲା ଆଉଟା ଆମର କଣ ଥିଲା mylv ଥିଲା এটা ଆମେ ଡାଟାକୁ ଦବା ଏବେ d5h ଦେଖନ୍ତୁ ଡାଟା 1 ଦେଖେଇଲା ଡାଟା କେମିତି ଦେଖେଇଲା ମାଉଣ୍ଟ
ଦେଖନ୍ତୁ ବର୍ତ୍ତମାନ ଦେଖେଇଲା ସେଟା କାହିଁକି ଦେଖଉନଥିଲା ଡାଟାଟା ସେ ଦେଖିବା କଣ ପାଇଁ ଦେଖଉନଥିଲା ଏବେ ଦେଖନ୍ତୁ ମାଉଣ୍ଟ ହେଇଗଲା ଡାଟା 1 ଡାଟା 2 ଦିଟା ମାଉଣ୍ଟ ହେଲା ତମର ସବୁବେଳେ କାମ ହଉଛି ଏଲଭିଏମ ରେ ଦେଖିବା ଦରକାର ଯେ କୋଉ ପାର୍ଟିସନ ଟାଇପ ରେ ଅଛି ଡିଫ୍ ହାଇପେନ କ୍ୟାପିଟାଲ TH ରେ ଆମକୁ ଦେଖେଇବ ଯେ କୋଉ ଟାଇପ ଅଛି ଏଟା ଦେଖନ୍ତୁ ଆପଣଙ୍କର XFS ଅଛି ଏଟା ହଉଛି ଆପଣଙ୍କର TXT4 ଦିଟା ପାର୍ଟିସନ ଫର୍ମାଟ ରେ ଆମେ ତାକୁ ଫର୍ମାଟ କରିକି ମାଉଣ୍ଟ କଲେ ତ ଆମେ କଣ କଲେ ବର୍ତ୍ତମାନ ମାଉଣ୍ଟ ପ୍ରୋସେସ କମ୍ପ୍ଲିଟ ହେଇଗଲା এটা କଣ କଲେ ସ୍ଲାସ ଡାଟା 1 କୁ ମାଉଣ୍ଟ କଲେ ଏଟାକୁ ଆମେ କଣ କଲେ ସ୍ଲାସ ଡାଟା 2 କୁ ମାଉଣ୍ଟ କଲେ ଓକେ ମାଉଣ୍ଟ କଲେ ଆମେ ଏଠି fs tab ସ୍ଲାସ etc ସ୍ଲାସ fs tab ରେ ବି ଆମେ କନଫିଗର କରିକି ମାଉଣ୍ଟ କରିପାରିବା ଓକେ ସେଟା ଆମେ ଦେଖିବା ଆମର ଏଇଟା ହଉଛି କଣ ଆମର ସୋର୍ସ ଆମକୁ ସବୁବେଳେ ସୋର୍ସ ଡେଷ୍ଟିନେସନ ମନେ ରଖିବାକୁ ପଡିବ vi ପ୍ଲସ etc fs tab ଏଣ୍ଟର କରନ୍ତୁ ପୁରା ତଳକୁ ଆପଣ ପଳେଇବେ ଆଇ ମାରିଲେ ଆପଣ ଇନସର୍ଟ ମୋଡ ହବ ଦେଖନ୍ତୁ ଆପଣ ଏଠି ଇନସର୍ଟ ମୋଡ ଦେଖଉଛି ଆପଣ ଆଇ ମାରିବେ ଇନସର୍ଟ ମୋଡ ହବ ତାମାନେ ଆମର ବର୍ତ୍ତମାନ ଚେଞ୍ଜ କରିପାରିବେ ଯାହା କିଛି ଲେଖିପାରିବେ ଗୋଟେ ଏଣ୍ଟର ଦେବେ ଏଠି ଆପଣ ସୋର୍ସଟା ଦେବେ କପି କରି ନେଇ ଆସନ୍ତୁ ଲେଖିଲେ ଟାଇମ ଲାଗିବ ବାହାରି ଗଲି କୋଲନ କ୍ୟୁ ନଟ୍ ଆପଣ ଦେଖନ୍ତୁ କେମିତି କୋଲନ କ୍ୟୁ ନଟ୍ କ୍ୟୁ ମାନେ କ୍ୱିଟ୍ କରିବ କ୍ୟୁ ମାନେ କ୍ୱିଟ୍ ମାନେ ବାହାରି ଯିବା ନଟ୍ ମାନେ ଆପଣଙ୍କ ୱାନ୍ ଯୋଉ ଏକ୍ସପ୍ଲୋର ଚିହ୍ନଟା ସେଟା ଦେବ ମାନେ ୱିଦାଉଟ୍ ସେଭ୍ ରେ ବାହାରିବ ଫାଇଲରୁ ମୁଁ କୌଣସି ସେଭ୍ କଲିନି ଏଠି ଆଉ ଥରେ ନେଇକି ଆସିଲି ତା ଫାଇଲ ନାଁଟା ସିଲେକ୍ଟ କଲା ମାନେ ଆପଣ ଦେଖନ୍ତୁ ଯେତେବେଳେ ଏଇ ଯୋଉ SSS ଟୁଲରେ ଖାଲି ସିଲେକ୍ଟ କରିବେ ମାନେ ଆପଣ ସେଟା କପି ହେଇଯିବ ଓକେ ପୁଣି ଗଲେ ଇନସର୍ଟ ମୋଡ୍ ଯାଇକି ଲାଷ୍ଟକୁ ଗଲେ ଏଣ୍ଟର କଲେ ଏଠି ଆପଣ କଣ କରିବେ ପେଷ୍ଟ କରିବେ ପେଷ୍ଟ କଲେ ଏଟା ହଉଛି ସୋର୍ସ ଏଠି ଯେମିତି ଥିଲା ଦେଖନ୍ତୁ ସୋର୍ସ ତାପରେ ଡେଷ୍ଟିନେସନ କଣ ଦେଲେ ସ୍ଲାସ ଡାଟା 1 ପୁଣି ଦେବେ DFAULTS ଡିଫଲ୍ଟ এটা ଆମର କୋଉ ପାର୍ଟିସନ ଥିଲା ଏଇ ଲେଖିବା କଥା ମୋ ପାର୍ଟିସନ କଣ ଥିଲା ମୁଁ ଏତିକି ସେଭ୍ କରିକି ବାହାରୁଛି କୋଲନ ରାଇଟ୍ ହ୍ୟାଣ୍ଡ କ୍ୱିଟ୍ ଆଉ ଯଦି ମନେ ରଖିଲି ସେଇଟା କଣ XFS ଅଛି ଡାଟା 1 ଅଛି ଏଇଟା ମତେ ଏଠି ଲେଖିବାକୁ ପଡିବ XFS ତାପରେ ଡିଫଲ୍ଟ ତାପରେ 0 ଗୋଟେ ସ୍ପେସ୍ 0 ପୁଣି ଆପଣ ତଳକୁ ଯିବେ এইটা যেটা ଆପଣ ନେଇ ଆସନ୍ତୁ ଏଇଠୁ କପି କରିକି ନିଅନ୍ତୁ ପୁରାଟା କପି କରିଦିଅନ୍ତୁ ପେଷ୍ଟ କରିଦିଅନ୍ତୁ ଏଠି ଆପଣ ହାଲକା ଖାଲି ଚେଞ୍ଜ କରିଦିଅନ୍ତୁ TXT4 ଏଠି ଡାଟା କରିଦେବେ ଏଠି MyLV କରିଦେବେ ଏସ୍କେପ୍ କରିକି କୋଲନ ରାଇଟ୍ ହ୍ୟାଣ୍ଡ କ୍ୱିଟ୍ WQ ମାନେ ରାଇଟ୍ ହ୍ୟାଣ୍ଡ କ୍ୱିଟ୍ ବାହାରି ଗଲେ ଆପଣ ସବୁବେଳେ ମୁଁ କହିଛି ଆପଣ FS tab ଯେତେବେଳେ ବି ମଡିଫାଇ କରିବେ ମାଉଣ୍ଟ ହାଇପେନ୍ ଏ କମାଣ୍ଡ ଆଚ୍ଛା ଏଇଠି ଗୋଟେ କାମ କରିବା ଆମେ ପ୍ରଥମେ ଆକୁ ଅନମାଉଣ୍ଟ କରିଦେବା କାହିଁକି ଆମେ FS tab କଲେ ମାନେ ସେ ଅଟୋମେଟିକ ମାଉଣ୍ଟ କରିବ ଆମେ ଅନମାଉଣ୍ଟ କରିବା ୟୁ ମାଉଣ୍ଟ ସ୍ଲାସ ଡାଟା 1 ସରି ମାଉଣ୍ଟ କରିଦେଲି ମୁଁ ୟୁ ମାଉଣ୍ଟ ଡାଟା 1 ୟୁ ମାଉଣ୍ଟ ଡାଟା 2 ଓକେ ଦେଖନ୍ତୁ DF ହାଇପେନ୍ H ଆପଣ ଡାଟା 1 ଡାଟା 2 ନାହିଁ ସବୁବେଳେ କହିଛି FS tab ମଡିଫାଇ କରିବେ ମାନେ ମାଉଣ୍ଟ ହାଇପେନ୍ ଏ କମାଣ୍ଡ ଚଲେଇବେ କୌଣସି ଏରର ନାହିଁ ଆମ FS tab ସବୁ କନଫିଗରେସନ ଠିକ ଅଛି ତାହେଲେ ଆମର ଯାହା ଆମେ ପାର୍ଟିସନ ଯୋଉ ମାଉଣ୍ଟ ପଏଣ୍ଟ ଆଡ୍ କରିଥିଲେ ସେ ଅଟୋମେଟିକ ଆସିଯିବା କଥା ଦେଖନ୍ତୁ DF ହାଇପେନ୍ କ୍ୟାପିଟାଲ TH ଦେଖନ୍ତୁ ଆପଣଙ୍କର ଦିଟା ଯାକ ଡାଟା 2 ଟା କାଟିଲାନି VI ପ୍ଲସ etc FS ଟା ଆଚ୍ଛା ଡାଟା କରିଦେଇଛି ଡାଟାରେ କଣ ଗଡ଼ବଡ଼ ଅଛି ଡାଟା 2 କୋଲନ ରାଇଟ୍ ହ୍ୟାଣ୍ଡ କ୍ୱିଟ୍ ମାଉଣ୍ଟ ହାଇପେନ୍ ଏ DF ହାଇପେନ୍ କ୍ୟାପିଟାଲ TH ଦେଖନ୍ତୁ ଆପଣଙ୍କର ଡାଟା 2 ଆସିଗଲା ମାନେ ଆପଣ ଯେତେବେଳେ OSB ରିଷ୍ଟାର୍ଟ କରିବେ
ଆପଣଙ୍କ ଏ ମାଉଣ୍ଟ ପଏଣ୍ଟ ଦିଟା ଅଟୋମେଟିକ ମାଉଣ୍ଟ ହେଇକି ଆସିବ। ଆପଣ ଗୋଟେ ହଉଛି XFS, ଗୋଟେ ହଉଛି EXT4। ଓକେ, ଏଇଟା ହଉଛି ଆପଣଙ୍କର LVM ର କମ୍ପ୍ଲିଟ ଷ୍ଟେପ। ଆମେ କେମିତି କୋଉ ଷ୍ଟେପରେ ଯାଇକି LVM କନଫିଗର କରିବା ଆଉ ତାପରେ ଯାଇକି ମାଉଣ୍ଟ କରିବା, ଏ ହଉଛି ପୁରା ଆପଣଙ୍କ ଷ୍ଟେପ ଆମେ କଭର କଲେ। ଯଦି ଆପଣଙ୍କ କିଛି ଡାଉଟ୍ ଅଛି ମତେ ପଚାରନ୍ତୁ, ମୁଁ ଆପଣଙ୍କୁ କହିବି।